40 ବର୍ଷ ହେଲା ହେଲାଣି। କୋଉଠିକାର? ବୋରିକିନା ଦରଡା ସାତ ସାହି ରୋମାନ୍ସ କ୍ଲବ। କେମିତି କେମିତି ପୂଜା ବିଧି ରହିଲା କାର୍ଯ୍ୟକ୍ରମ? ବହୁତ ଭଲ ରହିଲା। ଆପଣ ଭକ୍ତିର ସହ ପୂଜା କଲେ? ଆଜ୍ଞା। ଠାକୁର କଣ କହିଲେ? କହିଲେ ଏମିତି ସବୁ ବର୍ଷ ଭଲରେ ହଉଛୁ। ଶ୍ରୀ ଗଜାନନଙ୍କ ଗଣେଶ ଚତୁର୍ଥୀ ଉତ୍ସବ ବଡ଼ ଆଡମ୍ବରରେ ପାଳିତ ହୁଏ। ଆଉ ଦିନକୁ ଦିନ ଗଣେଶଙ୍କ ପ୍ରତିମା ବି ବହୁତ ଉଚ୍ଚ କୋଟିର କାରିଗର କରୁଛନ୍ତି। ଆଉ ଆମେ ବି ବହୁତ ସବୁ କ୍ଲବ ମେମ୍ବର ଛୋଟଠୁ ବଡ଼ ଯାଏ ଆବାଳ ବୃଦ୍ଧ ବନିତା ବହୁତ ହାପି ଖୁସି ଅଛୁ। ଆଉ ଏଇ ଗଣେଶ ଚତୁର୍ଥୀ ବିସର୍ଜନ ଦିଆଯାଏନି, 5 ଦିନ ଧରିକିରି ପୂଜା ଜାରି ରହେ। ଆଉ ଆମ ବଳ ହିସାବରେ ଆମେ ପୁରୋହିତଙ୍କୁ ଡାକି ପୁରା ଶାନ୍ତି ଶୃଙ୍ଖଳାର ସହିତ ଏ ପୂଜାକୁ ଜାରି ରଖୁ। କଣ ପୂଜା କନେ ଆମ ଗ୍ରାମର ଇଏ ହେଉଛି ପରମ୍ପରା। ପ୍ରାୟ ମତେ 68 ବର୍ଷ ହେଲାଣି, ମୁଁ ପ୍ରାୟ 50-55 ବର୍ଷ ହେଲାଣି କର୍ତ୍ତା ହେଇ ଆସୁଛି। ଆମର ବିଧି ମତରେ 12 ମାସରେ ମଧ୍ୟ 13 ପର୍ବ କହିଲେ ଆମ ଏ ଦରଗାରେ ଅନୁଷ୍ଠାନ ହୁଏ। ତେଣୁକରି ଏ ଗ୍ରାମର ଏ ପରମ୍ପରା ଆମର ବଜାୟ ରହିଛି। ଆମର ପିଲାମାନଙ୍କର ଗ୍ରାମବାସୀ ମାନଙ୍କର ସମସ୍ତଙ୍କର ଉତ୍ସାହିତ ସହିତ ଏ ପରମ୍ପରା ଆମେ ରଖିଛୁ। ଆଉ ଆଜ୍ଞା ଏମାନେ ତ ଏ ଗ୍ରାମର ପିଲାମାନେ ବହୁତ ଉଲ୍ଲାସର ସହିତ ଠାକୁର ପୂଜା କରନ୍ତି। ଆଉ ଯେଉଁ ଭକ୍ତି ଭାବର ସହକାରେ ଏମାନେ ପୂଜା କରନ୍ତି, ଏମାନଙ୍କର କିଛି ଆଡମ୍ବର ନଥାଏ। ଏମାନେ ଯାହା ବି କରନ୍ତି ଠାକୁରଙ୍କ ଉଦ୍ଦେଶ୍ୟରେ ହିଁ କେବଳ କରନ୍ତି। ଆଜ୍ଞା ଆଜି ଠାକୁରଙ୍କର ଯୋଉ ଗଠନ ଅଛି ସେ ବହୁତ ମନମୁଗ୍ଧକର ଏବଂ ଭକ୍ତି କଲା ଭଳି ମୂର୍ତ୍ତିଟି ଅଛି। ଆଉ ଆଜିର ଯେଉଁ ପୂଜା ଚାଲିଛି ଗଣପତିଙ୍କର 10 ଉପଚାରରେ ପୂଜା ଚାଲିଛି ଏବଂ ହବନ କରାଯିବ। ପାଖାପାଖି 4-5 ଦିନ ପରେ ଠାକୁରଙ୍କର ଯାଇ ବିସର୍ଜନ କରାଯିବ।